କାଲିର ସେସନ୍ରେ ଆମେ ଡିସ୍କସନ୍ କରିଥିଲେ ପିଲାମାନେ ପେଡ଼ାଗୋଜିର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ଗୁଡ଼ାକ ଏଥିରେ ଆମେ ଡିସ୍କସନ୍ କରିଥିଲେ। ତ ଆଜି ମଧ୍ୟ ଏଥିରେ ଆମେ ଡିସ୍କସନ୍ କରିବା। ତ ଦେଖନ୍ତୁ 61ର କ୍ୱେଶ୍ଚିନ୍, ହରଲୋକଙ୍କ ମତରେ ଆଦ୍ୟ ବାଲ୍ୟାବସ୍ଥା ବୟସ ସୀମା କେତେ? ତ ପ୍ରଶ୍ନ ପଚାରିଛି ପିଲାମାନେ, ତ ଭିତରୁ କେଉଁଟା ଗୋଟେ ଆଦ୍ୟ ବାଲ୍ୟାବସ୍ଥାର ବୟସ ସୀମା? ଅପସନ୍ ଏ ଦେଇଛି 2ରୁ 6 ବର୍ଷ ଦେଇଛି, ବିରେ ଦେଇଛି 6ରୁ 10 ବର୍ଷ, ସିରେ ଦେଇଛି 2ରୁ 10 ବର୍ଷ, ଡିରେ ଦେଇଛି 0ରୁ 6 ବର୍ଷ। ତ ରାଇଟ୍ ଆନ୍ସର୍ କେଉଁଟା ହେବ? ଏ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ 2ରୁ 6 ବର୍ଷ। ପିଲାମାନେ 2ରୁ 6 ବର୍ଷ ହେଉଛି ଆଦ୍ୟ ବାଲ୍ୟାବସ୍ଥାର ବୟସ, ମନେ ରଖିବେ ଅପସନ୍ ନମ୍ବର ଏ। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ଶିକ୍ଷାର୍ଥୀମାନଙ୍କର ଆଚରଣ ଅନୁଧ୍ୟାନ କରିବା ପାଇଁ କେଉଁ ପଦ୍ଧତି ଅବଲମ୍ବନ କରାଯାଇଥାଏ? ଶିକ୍ଷାର୍ଥୀମାନଙ୍କର ଆଚରଣ ଅନୁଧ୍ୟାନ କରିବା ପାଇଁ କେଉଁ ପଦ୍ଧତି ଅବଲମ୍ବନ କରାଯାଇଥାଏ? ଅପସନ୍ ଏ ଦେଇଛି ପର୍ଯ୍ୟବେକ୍ଷଣ ଦେଇଛି, ବିରେ ଦେଇଛି ସାକ୍ଷାତକାର ଦେଇଛି, ସିରେ ଦେଇଛି ସପରୀକ୍ଷଣ ଦେଇଛି, ଡିରେ ଦେଇଛି ଉପରୋକ୍ତ ସମସ୍ତ। ତ ରାଇଟ୍ ଆନ୍ସର୍ କେଉଁଟା ହେବ? ଏ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି ଉପରୋକ୍ତ ସମସ୍ତ। ପିଲାମାନେ ପର୍ଯ୍ୟବେକ୍ଷଣ ପଦ୍ଧତି ମଧ୍ୟ ଅବଲମ୍ବନ କରାଯାଇଥାଏ, ସାକ୍ଷାତକାର ମଧ୍ୟ ଅବଲମ୍ବନ କରାଯାଇଥାଏ, ସପରୀକ୍ଷଣ ମଧ୍ୟ ଅବଲମ୍ବନ କରାଯାଇଥାଏ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା, ବିକାଶର କେଉଁ ଅବସ୍ଥାରେ ଶିଶୁର ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝିପାରେ? ବିକାଶର କେଉଁ ଅବସ୍ଥାରେ ଶିଶୁ ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝିପାରେ? ଶୈଶବ ଅବସ୍ଥାରେ, ନା ଆଦ୍ୟ ବାଲ୍ୟାବସ୍ଥାରେ, ନା ପ୍ରାନ୍ତ ବାଲ୍ୟାବସ୍ଥାରେ, ନା ପ୍ରାକ୍ କୈଶୋର ଅବସ୍ଥା? ପିଲାମାନେ ଏ ରାଇଟ୍ ଆନ୍ସର୍ କେଉଁଟା ହେବ? ଏ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ଆଦ୍ୟ ବାଲ୍ୟାବସ୍ଥାରେ। ମନେ ରଖିବେ ଆଦ୍ୟ ବାଲ୍ୟାବସ୍ଥାରେ ଶିଶୁ ଭୁଲ ଓ ଠିକ୍ ମଧ୍ୟରେ ପାର୍ଥକ୍ୟ ଜାଣିପାରେ। ମନେ ରଖିବେ। ତ ଆଦ୍ୟ ବାଲ୍ୟାବସ୍ଥାର ବୟସ ସୀମା କେତେ ହେବ? 2ରୁ 6 ବର୍ଷ। ଆଉ ଶୈଶବ ଅବସ୍ଥାର ହେଇଯିବ ପିଲାମାନେ ଜନ୍ମଠାରୁ 2 ବର୍ଷକୁ ଆମେ କହିବା ଶୈଶବ ଅବସ୍ଥା କହିବା, ଆଉ ପ୍ରାନ୍ତ ବାଲ୍ୟାବସ୍ଥା କହିବା ପିଲାମାନେ 3ରୁ 12 ବର୍ଷକୁ। ମନେ ରଖିବେ ତାକୁ ଆମେ କହିବା ପ୍ରାନ୍ତ ବାଲ୍ୟାବସ୍ଥା ବୋଲି କହିବା। ଆଉ ପ୍ରାକ୍ କୈଶୋର ଅବସ୍ଥାର ହେଇଯିବ ପିଲାମାନେ 10ରୁ 14 ବର୍ଷ, ତାକୁ ଆମେ କହିବା 10ରୁ 14 ବର୍ଷ କହିବା ପିଲାମାନେ ପ୍ରାକ୍ କୈଶୋର ଅବସ୍ଥା ବୋଲି କହିବା। ମନେ ରଖିବେ। ନେକ୍ସଟ ଦେଖିବା, କେଉଁ ଉକ୍ତିଟି ବିକାଶର ନିୟମକୁ ବୁଝାଉଛି? ତ 4ଟି ଅପସନ୍ ଦେଇଛି ପିଲାମାନେ, ତ ଭିତରୁ କେଉଁଟା ଗୋଟେ ବିକାଶର ନିୟମକୁ ବୁଝୁଛି? ଅପସନ୍ ଏ ଦେଇଛି ବିକାଶ ସର୍ବଦା ସମାନ ଭାବରେ ଘଟିଥାଏ। ତ ଏଇଟା ଭୁଲ ଅଛି ପିଲାମାନେ, ଏଇଟା କିନ୍ତୁ ବିକାଶର ନିୟମକୁ ବୁଝାଉ ନାହିଁ ପିଲାମାନେ। ବିକାଶ ସର୍ବଦା ସମାନ ଭାବରେ ଘଟି ନଥାଏ ପିଲାମାନେ। ବି ଦେଇଛି ଦେଖନ୍ତୁ ବିକାଶ ସମାଜ କୈନ୍ଦ୍ରିକ ଅଟେ। ବିକାଶ ସମାଜ କୈନ୍ଦ୍ରିକ ଅଟେ, ତ ଏଇଟା ମଧ୍ୟ ଭୁଲ ଅଛି। ସିରେ ଦେଖନ୍ତୁ ବିକାଶ ଏକ ଧାରାବାହିକ ପ୍ରକ୍ରିୟା, ତ ଏଇଟା ଠିକ୍ ଅଛି ପିଲାମାନେ। ବିକାଶ ଏକ ଧାରାବାହିକ ପ୍ରକ୍ରିୟା, ତ ଏଇଟା ହେଉଛି ଗୋଟେ ବିକାଶର ନିୟମକୁ ବୁଝାଉଛି। ଅପସନ୍ ନମ୍ବର ସି। ନେକ୍ସଟ ଦେଖିବା, ବୁଦ୍ଧି ସମ୍ପର୍କୀୟ 2 ଉତ୍ପାଦକ ତତ୍ପର ପ୍ରବର୍ତ୍ତକ କିଏ? ବୁଦ୍ଧି ସମ୍ପର୍କୀୟ 2 ଉତ୍ପାଦକ ତତ୍ପର ପ୍ରବର୍ତ୍ତକ କିଏ? କିଏ ପିଲାମାନେ? ସ୍ପିୟରମ୍ୟାନ୍, ନା ଗାଲ୍ଟନ୍, ନା ବିନେ, ନା ଟରମାନ? ପିଲାମାନେ ଏ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ ସ୍ପିୟରମ୍ୟାନ୍। ପିଲାମାନେ ଅପସନ୍ ନମ୍ବର ଏ। ନେକ୍ସଟ ଦେଖିବା, କେଉଁଟି ଧାରଣା ଗଠନର ଠିକ୍ କ୍ରମ ଅଟେ? ତ 4ଟି ଅପସନ୍ ଦେଇଛି ପିଲାମାନେ, ତ ଭିତରୁ କେଉଁଟା ଗୋଟେ କେଉଁ କ୍ରମଟି ଠିକ୍ ଅଛି ପିଲାମାନେ? ଅପସନ୍ ଏ ଦେଇଛି ସୂକ୍ଷ୍ମ ଦର୍ଶନ, ଇନ୍ଦ୍ରାନୁଭୂତି, ପୃଥକୀକରଣ ଓ ସିଦ୍ଧାନ୍ତିକରଣ ଦେଇଛି, ବିରେ ଦେଇଛି ଇନ୍ଦ୍ରାନୁଭୂତି, ପୃଥକୀକରଣ, ସୂକ୍ଷ୍ମ ଦର୍ଶନ, ସିଦ୍ଧାନ୍ତିକରଣ ଦେଇଛି, ସିରେ ଦେଇଛି ଇନ୍ଦ୍ରାନୁଭୂତି, ସୂକ୍ଷ୍ମ ଦର୍ଶନ, ସିଦ୍ଧାନ୍ତିକରଣ, ପୃଥକୀକରଣ ଦେଇଛି, ଡିରେ ଦେଇଛି ଇନ୍ଦ୍ରାନୁଭୂତି, ସୂକ୍ଷ୍ମ ଦର୍ଶନ, ପୃଥକୀକରଣ, ସିଦ୍ଧାନ୍ତିକରଣ ଦେଇଛି। ତ ଏ ଭିତରୁ କେଉଁ କ୍ରମଟି ଠିକ୍ ଅଛି ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ଏ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି ପିଲାମାନେ ଇନ୍ଦ୍ରାନୁଭୂତି, ସୂକ୍ଷ୍ମ ଦର୍ଶନ, ପୃଥକୀକରଣ, ସିଦ୍ଧାନ୍ତିକରଣ। ମନେ ରଖିବେ। ତ ଶିଶୁ ଇନ୍ଦ୍ର ଦ୍ୱାରା ଜ୍ଞାନ ଆହରଣ କରିଥାଏ, ଆହରିତ ଜ୍ଞାନକୁ ସୂକ୍ଷ୍ମ ଭାବରେ ପୃଥକୀକରଣ କରି ସିଦ୍ଧାନ୍ତରେ ଉପନୀତ ହୋଇଥାଏ। ମନେ ରଖିବେ ଅପସନ୍ ନମ୍ବର ଡି ପିଲାମାନେ। ନେକ୍ସଟ ଦେଖିବା, ଅନ୍ତର୍ନିବେଶୀ ଶିକ୍ଷାର ଅର୍ଥ କ'ଣ ପିଲାମାନେ? ଅନ୍ତର୍ନିବେଶୀ ଶିକ୍ଷାର ଅର୍ଥ କ'ଣ? ତାର ଅର୍ଥ କ'ଣ ହେବ? ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷଣ ସୁଯୋଗ, ନା ସବୁ ବର୍ଗର ଶିକ୍ଷାର୍ଥୀଙ୍କ ପାଇଁ ଅଧିକାର ସହ ଶିକ୍ଷଣ ସୁଯୋଗ, ନା ଶିକ୍ଷଣରେ ଆଗୁଆ ପିଲାଙ୍କୁ ଅଧିକ ଗୁରୁତ୍ୱ, ନା ଶିକ୍ଷଣରେ ପଛୁଆ ପିଲାଙ୍କୁ ଅଧିକ ଗୁରୁତ୍ୱ? ଏ ରାଇଟ୍ ଆନ୍ସର୍ କେଉଁଟା ହେବ? ଏ ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ବି ସବୁ ବର୍ଗର ଶିକ୍ଷାର୍ଥୀଙ୍କ ପାଇଁ ଅଧିକାର ସହ ଶିକ୍ଷଣ ସୁଯୋଗ। ଏଇଟା ହେଉଛି ପିଲାମାନେ ଅନ୍ତର୍ନିବେଶୀ ଶିକ୍ଷାରେ କୁହାଯାଇଛି। ମନେ ରଖିବେ ଅପସନ୍ ନମ୍ବର ବି। ନେକ୍ସଟ ଦେଖିବା, କେଉଁଟି ମୂଲ୍ୟାୟନର ଏକ ଏକ୍ଜାମ୍ପଲ୍? ତ ଏ ଭିତରୁ ପିଲାମାନେ କେଉଁଟା ଗୋଟେ ମୂଲ୍ୟାୟନର ଏକ ଉଦାହରଣ? ପିଲାମାନେ 1ରେ ଦେଇଛି ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଖାତା ଦେଖା ଦେଇଛି, 2 ନମ୍ବର ଦେଇଛି ଶ୍ରେଣୀ ପରୀକ୍ଷା ଖାତା ଦେଖା। ତ କେଉଁଟା ହେବ ରାଇଟ୍ ଆନ୍ସର୍? ଏ ଭିତରୁ ଏ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ତ ଏ ଭିତରୁ କୌଣସିଟି ନୁହେଁ ପିଲାମାନେ, ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା,
ଡେଲଙ୍କ ଅଭିଜ୍ଞତା ଶଙ୍କୁରେ ସର୍ବପ୍ରଥମେ କ'ଣ ରହିଛି? ଡେଲଙ୍କ ଅଭିଜ୍ଞତା ଶଙ୍କୁରେ ସର୍ବପ୍ରଥମେ କ'ଣ ରହିଛି? କ'ଣ ରହିଛି ପିଲାମାନେ? ମୌଖିକ ସଂକେତ ରହିଛି, ନା ପ୍ରତ୍ୟକ୍ଷ ଅଭିଜ୍ଞତା ରହିଛି, ନା ପରୋକ୍ଷ ଅଭିଜ୍ଞତା ରହିଛି, ନା ଦୃଶ୍ୟ ସଂକେତ ରହିଛି ପିଲାମାନେ? କେଉଁଟା ରାଇଟ୍ ଆନ୍ସର୍? ଏହାର ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଏ, ମୌଖିକ ସଂକେତ ପିଲାମାନେ। ଡେଲଙ୍କ ଅଭିଜ୍ଞତା ଶଙ୍କୁରେ ସର୍ବପ୍ରଥମେ ରହିଛି ମୌଖିକ ସଂକେତ ରହିଛି, ଆଉ ସେକେଣ୍ଡରେ ରହିଛି ପିଲାମାନେ ଦୃଶ୍ୟ ସଂକେତ ରହିଛି, ମନେ ରଖିବେ। ଆଉ ଲାଷ୍ଟ ରହିଛି ପିଲାମାନେ ପ୍ରତ୍ୟକ୍ଷ ଅଭିଜ୍ଞତା ରହିଛି, ମନେ ରଖିବେ। ତ ସର୍ବପ୍ରଥମେ ରହିଛି ମୌଖିକ ସଂକେତ, ଦ୍ୱିତୀୟରେ ଆସିବ ପିଲାମାନେ ଦୃଶ୍ୟ ସଂକେତ, ତାପରେ ଆସିବ ରେଡ଼ିଓ, ତାପରେ ଆସୁଛି ଟେପ୍ ରେକର୍ଡ଼ର, ସ୍ଥିର ଚିତ୍ର ହେଇଗଲା, ତାପରେ ଆସିବ ଚଳଚ୍ଚିତ୍ର, ତାପରେ ଆସୁଛି ପ୍ରଦର୍ଶିତ ବସ୍ତୁ, ପରିଭ୍ରମଣ, ନାଟକ ଅଭିନୟ ଆସୁଛି, ତାପରେ ଆସିବ ପରୋକ୍ଷ ଅଭିଜ୍ଞତା ଆସୁଛି, ଆଉ ଲାଷ୍ଟରେ ରହୁଛି ପିଲାମାନେ ପ୍ରତ୍ୟକ୍ଷ ଅଭିଜ୍ଞତା, ମନେ ରଖିବେ। ନେକ୍ସଟ ଦେଖିବା କେଉଁଟି ପ୍ରକ୍ଷେପଣ ଉପକରଣ? ତ ଚାରିଟି ଅପସନ୍ ଦେଇଛି ପିଲାମାନେ, ତ ଏ ଭିତରୁ କେଉଁଟା ଗୋଟେ ପ୍ରକ୍ଷେପଣ ଉପକରଣ ପିଲାମାନେ? କଳାପଟା, ନା ଫ୍ଲାଇଂ ବୋର୍ଡ଼, ନା ଏପିଡାଏସ୍କୋପ୍, ନା ମଡେଲ ପିଲାମାନେ? କେଉଁଟା ରାଇଟ୍ ଆନ୍ସର୍? ଏ ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ସି, ଏପିଡାଏସ୍କୋପ୍। ଏଇଟା ହେଉଛି ଗୋଟେ ପିଲାମାନେ ପ୍ରକ୍ଷେପଣ ଉପକରଣ, ମନେ ରଖିବେ, ପ୍ରକ୍ଷେପଣ ଉପକରଣ। ତ ଆଉ କ'ଣ କ'ଣ ଅଛି ପିଲାମାନେ ପ୍ରକ୍ଷେପଣ ଉପକରଣ? ମନେ ରଖିବେ, ଚଳଚ୍ଚିତ୍ର ହେଇଗଲା ପିଲାମାନେ, ଟିଭି ହେଇଗଲା, କମ୍ପ୍ୟୁଟର, ସ୍ଲାଇଡ୍, ପ୍ରୋଜେକ୍ଟର, ଏସବୁ ହେଉଛି ପିଲାମାନେ ଗୋଟେ ଗୋଟେ ପ୍ରକ୍ଷେପଣ ଉପକରଣ, ମନେ ରଖିବେ। ତ କଳାପଟା, ଫ୍ଲାଇଂ ବୋର୍ଡ଼, ଏଇଟା ହେଉଛି ପିଲାମାନେ ପ୍ରଦର୍ଶନ ଉପକରଣ, ମନେ ରଖିବେ, ପ୍ରଦର୍ଶନ ଉପକରଣ। କଳାପଟା, ଫ୍ଲାଇଂ ବୋର୍ଡ଼, ତାପରେ ଆସୁଛି ସମ୍ବାଦ ପରିବେଷଣ ପଟା, ମନେ ରଖିବେ। ତ ମଡେଲ କ'ଣ ପିଲାମାନେ? ମଡେଲ କ'ଣ? ମଡେଲ ହେଉଛି ଗୋଟେ ଦୃଶ୍ୟ ଉପକରଣ ପିଲାମାନେ, ଦୃଶ୍ୟ ଉପକରଣ। ନେକ୍ସଟ ଦେଖିବା କେଉଁଥିପାଇଁ ପ୍ରଯତ୍ନ ପ୍ରମାଦ ପଦ୍ଧତି ଅଧିକ ଫଳପ୍ରଦ? କ'ଣ ପାଇଁ ପ୍ରଯତ୍ନ ପ୍ରମାଦ ଅଧିକ ଫଳପ୍ରଦ ପିଲାମାନେ? କୌଶଳ ହାସଲ କରିବା ପାଇଁ, ନା ତଥ୍ୟ ସଂଗ୍ରହ କରିବା ପାଇଁ, ନା ପାଠ ମନେ ରଖିବା ପାଇଁ, ନା ଅନୁସିଦ୍ଧାନ୍ତରେ ପହଞ୍ଚିବା ପାଇଁ? କ'ଣ ପାଇଁ? ମନେ ରଖିବେ ପିଲାମାନେ, ଅନୁସିଦ୍ଧାନ୍ତରେ ପହଞ୍ଚିବା ପାଇଁ, ଅନୁସିଦ୍ଧାନ୍ତରେ ପହଞ୍ଚିବା ପାଇଁ। କାର୍ଯ୍ୟ କରି ସିଦ୍ଧାନ୍ତରେ ପହଞ୍ଚିବା ପ୍ରତ୍ୟେକ କାର୍ଯ୍ୟର ଲକ୍ଷ୍ୟ। ପ୍ରଯତ୍ନ ପ୍ରମାଦ ଦ୍ୱାରା ଶିକ୍ଷାର୍ଥୀ ଅନୁସିଦ୍ଧାନ୍ତରେ ପହଞ୍ଚିଥିବାରୁ ଏହି ତତ୍ତ୍ୱ ଅଧିକ ଫଳପ୍ରଦ ହୋଇଥାଏ, ମନେ ରଖିବେ। ଅପସନ୍ ନମ୍ବର ଡି ପିଲାମାନେ। ନେକ୍ସଟ ଦେଖିବା ଅଭିନୟ କେଉଁ ପ୍ରକାର ଅନୁକରଣ ଏକ ଉଦାହରଣ? ଅଭିନୟ ପିଲାମାନେ ଏଇଟା ଗୋଟେ କେଉଁ ପ୍ରକାର ଅନୁକରଣ ପିଲାମାନେ? କ୍ରିୟାତ୍ମକ, ନା ଜ୍ଞାତ, ନା ଅଜ୍ଞାତ, ନା ସହାନୁଭୂତିକ? କେଉଁଟା ରାଇଟ୍ ଆନ୍ସର୍? ଏଇଟା ହେଉଛି ପିଲାମାନେ ଗୋଟେ କ୍ରିୟାତ୍ମକ, ଏଇଟା ହେଉଛି କିନ୍ତୁ ଜ୍ଞାତ ପିଲାମାନେ, ଜ୍ଞାତ। ଅଭିନୟ ହେଉଛି ପିଲାମାନେ ଗୋଟେ ଜ୍ଞାତ ଅନୁକରଣ। ତ ଜ୍ଞାତ ଅନୁକରଣ କାହାକୁ କୁହାଯାଏ? ଜାଣିଶୁଣି ଜଣେ ଅନ୍ୟ ଜଣଙ୍କର କାର୍ଯ୍ୟକଳାପକୁ ଅନୁକରଣ କଲେ ତାକୁ ଆମେ ଜ୍ଞାତ ଅନୁକରଣ ବୋଲି କହିବା। ଯେମିତିକି ଆମେ ଚଳଚ୍ଚିତ୍ର ଦେଖି, ଅଭିନେତା ଅଭିନେତ୍ରୀଙ୍କର ପୋଷାକ ପିନ୍ଧା ଶୈଳୀ ଦେଖି, କଥାବାର୍ତ୍ତା ଭାଷଣ ହେଇଗଲା, ଅଭିନୟ ହେଇଗଲା, ସଙ୍ଗୀତ ହେଇଗଲା, ଏସବୁ ହେଉଛି ଗୋଟେ ଗୋଟେ ଜ୍ଞାତ ଅନୁକରଣ, ମନେ ରଖିବେ। ତ କ୍ରିୟାତ୍ମକ ଅନୁକରଣ କାହାକୁ କୁହାଯାଏ? ଜଣେ ବ୍ୟକ୍ତି ଦେଖାଯାଉଥିବା କ୍ରିୟାକୁ ଅନ୍ୟ ଜଣେ ବ୍ୟକ୍ତିର କ୍ରିୟାକୁ ପରିବର୍ତ୍ତନ କରିପାରିଲେ ତାକୁ ଆମେ କହିବା କ୍ରିୟାତ୍ମକ ଅନୁକରଣ ବୋଲି କହିବା। ଯେମିତିକି ଏକ୍ଜାମ୍ପଲ୍, ଜଣେ କ୍ରିକେଟ ଖେଳାଳି ବ୍ୟାଟ୍ ଉଠାଇଲେ ଦର୍ଶକମାନେ ମଧ୍ୟ ହାତ ଉଠାନ୍ତି, ଜଣେ ତାଳି ମାରିଲେ ଅନ୍ୟମାନେ ମଧ୍ୟ ତାଳି ମାରନ୍ତି, ତାକୁ ଆମେ କହିବା କ୍ରିୟାତ୍ମକ ଅନୁକରଣ, ମନେ ରଖିବେ। ତ ଅଜ୍ଞାତ ଅନୁକରଣ କାହାକୁ କୁହାଯାଏ ପିଲାମାନେ? ଅଜ୍ଞାତ ଅନୁକରଣ ହେଉଛି ନିଜ ଅଜାଣତରେ ଆମେ ଅନ୍ୟମାନଙ୍କୁ ଅନୁକରଣ କରିଥାଉ, ତାକୁ ଆମେ କହିବା ଅଜ୍ଞାତ ଅନୁକରଣ ବୋଲି କହିବା। ଆଉ ସହାନୁଭୂତି ସୂଚକ ଅନୁକରଣ ହେଉଛି ଅନ୍ୟ ଜଣେ ନୀରବ ରହିଲେ ଆମେ ନୀରବ ରହୁ, ଅନ୍ୟ ଜଣେ ହସିଲେ ଆମେ ହସୁ, ଅନ୍ୟ ଜଣେ ରାଗିଲେ ଆମେ ରାଗୁ, ସେଇଟା ହେଉଛି ସହାନୁଭୂତି ସୂଚକ ଅନୁକରଣ, ମନେ ରଖିବେ। ନେକ୍ସଟ ଦେଖିବା ଶିଶୁର ଶିକ୍ଷଣ ସାମର୍ଥ୍ୟ ମୁଖ୍ୟତଃ କାହା ଉପରେ ନିର୍ଭର କରେ? ଶିଶୁର ଶିକ୍ଷଣ ସାମର୍ଥ୍ୟ ମୁଖ୍ୟତଃ କାହା ଉପରେ ନିର୍ଭର କରେ? କାହା ଉପରେ ନିର୍ଭର କରେ ପିଲାମାନେ? ପରିବେଶ ଉପରେ, ନା ପର୍ଯ୍ୟବେକ୍ଷଣ ଉପରେ, ନା ପରିଭ୍ରମଣ ଉପରେ, ନା ପରିପୋଷଣ ଉପରେ? ମନେ ରଖିବେ ପରିପୋଷଣ ଉପରେ ପିଲାମାନେ, ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ପାରଦର୍ଶିତା ଶିକ୍ଷଣ ପାଇଁ କ'ଣ ଆବଶ୍ୟକ? ପାରଦର୍ଶିତା ଶିକ୍ଷଣ ପାଇଁ କ'ଣ ଆବଶ୍ୟକ? କ'ଣ ଆବଶ୍ୟକ ପିଲାମାନେ? ସୁସଂଗଠିତ ପାଠଦାନ, ନା ଶିକ୍ଷଣ ଅସୁବିଧା ଦୂରୀକରଣ, ନା ପର୍ଯ୍ୟାପ୍ତ ସମୟ, ନା ଉପରୋକ୍ତ ସମସ୍ତ? ଏ ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଡି, ଉପରୋକ୍ତ ସମସ୍ତ ଆବଶ୍ୟକ, ମନେ ରଖିବେ। ନେକ୍ସଟ ଦେଖିବା ଶିଶୁର କେଉଁ ସମସ୍ୟା ଅନୁଧ୍ୟାନ କରିବା ପାଇଁ ବ୍ୟକ୍ତି ଇତିହାସ ପଦ୍ଧତି ଅଧିକ ଫଳପ୍ରଦ ଅଟେ? ଶିଶୁ କେଉଁ ସମସ୍ୟା ଅନୁଧ୍ୟାନ କରିବା ପାଇଁ ବ୍ୟକ୍ତି ଇତିହାସ ପଦ୍ଧତି ଅଧିକ ଫଳପ୍ରଦ ଅଟେ?
ଶ୍ରେଣୀଗୃହରେ ବ୍ୟବହାରିକ ସମସ୍ୟା ନା ଶିକ୍ଷଣ ସମସ୍ୟା ନା ପାରିବାରିକ ସମସ୍ୟା ନା ଉପରୋକ୍ତ ସମସ୍ତ। ମନେ ରଖିବେ ଉପରୋକ୍ତ ସମସ୍ତ ସମସ୍ୟା ମନେ ରଖିବେ। ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା କେଉଁଟି ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା ସହ ସମ୍ପର୍କିତ ନୁହେଁ। ତ ଭିତରୁ ପିଲାମାନେ କେଉଁଟା ଗୋଟେ ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥାର ଏକ ସମ୍ପର୍କ ନୁହେଁ। ଅପସନ୍ ଏ ଦେଇଛି ଶିକ୍ଷକ ପଥ ପ୍ରଦର୍ଶକ ରୂପେ କାର୍ଯ୍ୟ କରନ୍ତି। ବିରେ ଦେଇଛି ଶିକ୍ଷାର୍ଥୀ ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ଦେଇଛି। ସିରେ ଦେଇଛି ଶିଶୁର ଶିକ୍ଷଣ ଅନୁଭୂତି ଉପରେ ଗୁରୁତ୍ୱ ପ୍ରଦାନ। ଡିରେ ଦେଇଛି ଶିକ୍ଷକଙ୍କ ପ୍ରଶ୍ନୋତ୍ତର ମାଧ୍ୟମରେ ଶିକ୍ଷା। ଏ ରାଇଟ୍ ଆନ୍ସର କେଉଁଟା ହେବ? ଏ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ଶିକ୍ଷକଙ୍କ ପ୍ରଶ୍ନୋତ୍ତର ମାଧ୍ୟମରେ ଶିକ୍ଷାଦାନ। ଏଇଟା କିନ୍ତୁ ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା ସହ ସମ୍ପର୍କ ନୁହେଁ ମନେ ରଖିବେ। ନେକ୍ସଟ ଦେଖିବା ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷା କେଉଁ ଶ୍ରେଣୀରୁ କେଉଁ ଶ୍ରେଣୀର ପିଲାମାନଙ୍କୁ ଶିକ୍ଷାକୁ ବୁଝାଉଛି। ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷା କେଉଁ ଶ୍ରେଣୀରୁ କେଉଁ ଶ୍ରେଣୀର ପିଲାମାନଙ୍କୁ ଶିକ୍ଷାକୁ ବୁଝାଉଛି। ମନେ ରଖିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀକୁ ବୁଝାଉଛି ମନେ ରଖିବେ। ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ଅନୁବନ୍ଧ ଶିକ୍ଷଣ ତତ୍ପର ପ୍ରବର୍ତ୍ତକ କିଏ। ଅନୁବନ୍ଧ ତତ୍ପର ପ୍ରବର୍ତ୍ତକ କିଏ ପିଲାମାନେ କିଏ ମନେ ରଖିବେ ପାଭଲଭ ପିଲାମାନେ ପାଭଲଭ। ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା କେଉଁଟି ଅଭିଯାନ ପରୀକ୍ଷଣ ନୁହେଁ। ତ ଭିତରୁ ପିଲାମାନେ କେଉଁଟା ଗୋଟେ ଅଭିଯାନ ପରୀକ୍ଷଣ ନୁହେଁ ପିଲାମାନେ କେଉଁଟା ନୁହେଁ ମନେ ରଖିବେ ବାକ୍ୟ ପୂର୍ତ୍ତି ପିଲାମାନେ। ବାକ୍ୟ ପୂର୍ତ୍ତି ଗୋଟେ ଅଭିଯାନ ପରୀକ୍ଷଣ ନୁହେଁ କାରଣ ଏହି ପ୍ରଶ୍ନରେ ଉତ୍ତର ଦିଆଯାଇନଥାଏ। ଶିକ୍ଷାର୍ଥୀ ନିଜ ମନରୁ ଉତ୍ତର ଲେଖିଥାନ୍ତି ମନେ ରଖିବେ। ଅପସନ୍ ନମ୍ବର ଏ। ନେକ୍ସଟ ଦେଖିବା ପେଡାଗୋଜି କାହାକୁ କୁହାଯାଏ ପିଲାମାନେ। ପେଡାଗୋଜି କାହାକୁ କୁହାଯାଏ। କାହାକୁ କୁହାଯାଏ ଶିକ୍ଷଣ ସମ୍ବନ୍ଧୀୟ ବିଜ୍ଞାନକୁ ନା ଶିକ୍ଷା ଯୋଜନା ସମ୍ପର୍କୀୟ ବିଜ୍ଞାନକୁ ନା ଶିକ୍ଷାଦାନ ସମ୍ବନ୍ଧୀୟ ବିଜ୍ଞାନକୁ ନା ଶୈକ୍ଷିକ ପରୀକ୍ଷଣ ବିଜ୍ଞାନ। ମନେ ରଖିବେ ଶିକ୍ଷାଦାନ ସମ୍ବନ୍ଧୀୟ ବିଜ୍ଞାନ କୁହାଯାଏ ମନେ ରଖିବେ। ଅପସନ୍ ନମ୍ବର ସି। ନେକ୍ସଟ ଦେଖିବା କେଉଁଟି ଏକ ଶିକ୍ଷଣ ପଦ୍ଧତି ନୁହେଁ। ତ ଭିତରୁ ପିଲାମାନେ କେଉଁଟା ଗୋଟେ ଶିକ୍ଷଣ ପଦ୍ଧତି ନୁହେଁ ପିଲାମାନେ କେଉଁଟା ନୁହେଁ ପର୍ଯ୍ୟବେକ୍ଷଣ ଅନୁକରଣ ଆବିଷ୍କାର ପ୍ରଶିକ୍ଷଣ ଦେଇଛି କେଉଁଟା ନୁହେଁ ପ୍ରଶିକ୍ଷଣ ପିଲାମାନେ। ପ୍ରଶିକ୍ଷଣ ଗୋଟେ ଶିକ୍ଷଣ ପଦ୍ଧତି ନୁହେଁ ଏଇଟା ହେଉଛି ଗୋଟେ ଅନୁଷ୍ଠାନ ମନେ ରଖିବେ। ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା କେଉଁଟି ଠିକ୍। ତ ଚାରିଟି ଅପସନ୍ ଦେଇଛି ପିଲାମାନେ ତ ଭିତରୁ କେଉଁଟା ଠିକ୍ ଅଛି ପିଲାମାନେ। ଅପସନ୍ ଏ ଦେଇଛି ଶିଶୁର ମାନସିକ ବିକାଶ ତାହାର ପରିବେଶ ଉପରେ କେବଳ ନିର୍ଭର କରେ। ବିରେ ଦେଇଛି ଶିଶୁର ମାନସିକ ବିକାଶ କେବଳ ବଂଶାନୁଗଣ ଉପରେ ନିର୍ଭର କରେ। ସିରେ ଦେଇଛି ଶିଶୁର ମାନସିକ ବିକାଶ ଉଭୟ ପରିବେଶ ଓ ବଂଶାନୁଗଣ ଉପରେ ନିର୍ଭର କରେ। ଡିରେ ଦେଇଛି ଶିଶୁର ମାନସିକ ବିକାଶ ତାର ପୁସ୍ତକଗତ ଜ୍ଞାନ ଉପରେ ନିର୍ଭର କରେ। ତ ଭିତରୁ କେଉଁଟା ଠିକ୍ ଅଛି ମନେ ରଖିବେ ଅପସନ୍ ନମ୍ବର ସି ଶିଶୁର ମାନସିକ ବିକାଶ ଉଭୟ ପରିବେଶ ଓ ବଂଶାନୁଗଣ ଉପରେ ନିର୍ଭର କରେ। ତ ଏହି କ୍ରମଟି ଠିକ୍ ଅଛି ପିଲାମାନେ। ନେକ୍ସଟ ଦେଖିବା ଓଟିଇଟି ତ ଏଇଟା ଗୋଟେ କି ପ୍ରକାରର ମୂଲ୍ୟାୟନ ପିଲାମାନେ। ଓଟିଇଟି ତ ଏଇଟା ଗୋଟେ କି ପ୍ରକାରର ମୂଲ୍ୟାୟନ ଏଇଟା ହେଉଛି ପିଲାମାନେ ଗୋଟେ ବ୍ୟବସ୍ଥାନ। ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ମନ୍ଥରଗାମୀ ଶିକ୍ଷାର୍ଥୀଙ୍କର ବୁଦ୍ଧ୍ୟାଙ୍କ ସାଧାରଣତଃ କେତେ। ମନ୍ଥରଗାମୀ ଶିକ୍ଷାର୍ଥୀଙ୍କର ବୁଦ୍ଧ୍ୟାଙ୍କ ସାଧାରଣ କେତେ କେତେ ପିଲାମାନେ ମନେ ରଖିବେ 60ରୁ 80 ପିଲାମାନେ 60ରୁ 80 ଏଇଟା ହେଉଛି ଗୋଟେ ମନ୍ଥରଗାମୀ ଶିକ୍ଷାର୍ଥୀ ମନେ ରଖିବେ। ଅପସନ୍ ନମ୍ବର ବି। ନେକ୍ସଟ ଦେଖିବା ଦ୍ୱୈତ ଶ୍ରେଣୀ ଶିକ୍ଷାଦାନ ପାଇଁ ଶିକ୍ଷକ କ'ଣ କରିବା ଉଚିତ। ଦ୍ୱୈତ ଶ୍ରେଣୀ ଶିକ୍ଷାଦାନ ପାଇଁ ଶିକ୍ଷକ କ'ଣ କରିବା ଉଚିତ କ'ଣ କରିବା ଉଚିତ ପିଲାମାନେ କେଉଁଟା ରାଇଟ୍ ଆନ୍ସର ଭିତରୁ ଏ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ନିମ୍ନ ଶ୍ରେଣୀରେ ପଢ଼ା ଦେଇ ଉଚ୍ଚ ଶ୍ରେଣୀରେ ପାଠ ପଢ଼ାଇବେ ଏବଂ କିଛି ସମୟ ପରେ ଉଚ୍ଚ ଶ୍ରେଣୀରେ ପଢ଼ାଇ ଦେଇ ନିମ୍ନ ଶ୍ରେଣୀରେ ପଢ଼ାଇବେ। ଏଇଟା ହେଉଛି ଦ୍ୱୈତ ଶ୍ରେଣୀ ଶିକ୍ଷାଦାନ ପାଇଁ ଏଇଟା କରିବା ଉଚିତ ଶିକ୍ଷକ ମନେ ରଖିବେ। ଅପସନ୍ ନମ୍ବର ସି। ନେକ୍ସଟ ଦେଖିବା ଶିଶୁ ଏକ କମଳ ଚାରା ଗଛ ସାଦୃଶ୍ୟ ଏହା କାହାର ମତ। ଶିଶୁ ଏକ କମଳ ଚାରା ଗଛ ସାଦୃଶ୍ୟ ତ ଏଇଟା କାହାର ମତ ପିଲାମାନେ ଏଇଟା ହେଉଛି ଫ୍ରୋବେଲଙ୍କ ମତ। ଅପସନ୍ ନମ୍ବର ଏ। ନେକ୍ସଟ ଦେଖିବା ଜଣେ ବ୍ୟକ୍ତିଙ୍କର ବୁଦ୍ଧ୍ୟାଙ୍କ 130 ହେଲେ ତ ଏମାନଙ୍କ ଭିତରୁ କେଉଁଟା ଠିକ୍ ଅଛି କେଉଁଟା ହେବ ଠିକ୍ ଅଛି ପିଲାମାନେ ଏ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ମାନସିକ ବୟସ ପୋକ୍ତ ବୟସ। ଅପସନ୍ ନମ୍ବର ଏ। ନେକ୍ସଟ ଦେଖିବା ଉଭୟ ପାଠ୍ୟକ୍ରମ ଓ ସ୍ୱପାଠ୍ୟକ୍ରମ ଭିତ୍ତିକ ଗୁଣାବଳୀ ପରିମାପନ ନିମନ୍ତେ କେଉଁ ମୂଲ୍ୟାୟନ ପଦ୍ଧତି ଫଳପ୍ରଦ ଅଟେ। ଉଭୟ ପାଠ୍ୟକ୍ରମ ଓ ସ୍ୱପାଠ୍ୟକ୍ରମ ଭିତ୍ତିକ ଗୁଣାବଳୀ ପରିମାପନ ତ କେଉଁ ମୂଲ୍ୟାୟନ ପଦ୍ଧତି ଫଳପ୍ରଦ ଅଟେ। ଗଠନମୂଳକ ନା ନିଦାନାତ୍ମକ ନା ସମ୍ବ୍ୟାପକ ନା ସମାପନ ଏଇଟା ହେଉଛି ପିଲାମାନେ ସମ୍ବ୍ୟାପକ ମୂଲ୍ୟାୟନ ପଦ୍ଧତି
ଅଟେ। ମନେ ରଖିବା ଅପସନ୍ ନମ୍ବର ସି। ନେକ୍ସଟ ଦେଖିବା କେଉଁ ମନସ୍ତତ୍ତ୍ୱବିତ୍ ଯେଉଁ ପଶୁ ଉପରେ ପରୀକ୍ଷା କରି ନିଜର ଶିକ୍ଷଣ ପଦ୍ଧତି ଆବିଷ୍କାର କରିଥିଲେ ତାର ଠିକ୍ ଯୋଡ଼ି କେଉଁଟି? କେଉଁଟା ଠିକ୍ ଅଛି ପିଲାମାନେ? କେଉଁ ଯୋଡ଼ିଟି ଠିକ୍ ଅଛି? ଅପସନ୍ ଏ ଦେଇଛି କହଲର ସିମ୍ପାଞ୍ଜି। ତ ଏଇଟା ଠିକ୍ ଅଛି ପିଲାମାନେ, କହଲର ସିମ୍ପାଞ୍ଜି। ତ କହଲର ଗୋଟେ ସିମ୍ପାଞ୍ଜିକୁ ନେଇ ପରୀକ୍ଷା କରୁଥିଲେ। ତ ଥର୍ନଡାଇକ୍ କୁକୁର ଦେଇଛି ପିଲାମାନେ, ଥର୍ନଡାଇକ୍ କାହାକୁ ନେଇ ପରୀକ୍ଷା କରୁଥିଲେ? ଗୋଟିଏ ବିରାଡ଼ିକୁ ଆଉ ଗୋଟିଏ ମୂଷାକୁ ନେଇ ପରୀକ୍ଷା କରୁଥିଲେ। ଆଉ ଫାଭଲଭ ହେଉଛି ପିଲାମାନେ ଗୋଟିଏ କୁକୁରକୁ ନେଇ ପରୀକ୍ଷା କରୁଥିଲେ, ଆଉ ସ୍କିନର ଗୋଟିଏ ମୂଷାକୁ ନେଇ ପରୀକ୍ଷା କରୁଥିଲେ। ତ ଅପସନ୍ ନମ୍ବର ଏ ହେଇଯିବ ରାଇଟ୍ ଆନ୍ସର୍, କହଲର ସିମ୍ପାଞ୍ଜି। ଏଇ ଯୋଡ଼ିଟି ଠିକ୍ ଅଛି। ନେକ୍ସଟ ଦେଖିବା ସୃଜନଶୀଳ ଶିକ୍ଷାର୍ଥୀଙ୍କୁ ଚିହ୍ନିବା ପାଇଁ ଶିକ୍ଷକ କେଉଁ ପ୍ରକାର ପ୍ରଶ୍ନ ପଚାରିବା ଆବଶ୍ୟକ? ସୃଜନଶୀଳ ଶିକ୍ଷାର୍ଥୀଙ୍କୁ ଚିହ୍ନିବା ପାଇଁ ଶିକ୍ଷକ କେଉଁ ପ୍ରକାର ପ୍ରଶ୍ନ ପଚାରିବା ଆବଶ୍ୟକ? ବିକ୍ଷିପ୍ତ ଚିନ୍ତନ, ନା ନିଦାନାତ୍ମକ, ନା କେନ୍ଦ୍ରାଭିମୁଖୀ ଚିନ୍ତନ, ନା କ୍ରିୟାକଳାପ? ମନେ ରଖିବେ ବିକ୍ଷିପ୍ତ ଚିନ୍ତନ ପିଲାମାନେ। ସୃଜନଶୀଳ ଶିକ୍ଷାର୍ଥୀଙ୍କୁ ଚିହ୍ନିବା ପାଇଁ ଶିକ୍ଷକ ବିକ୍ଷିପ୍ତ ଚିନ୍ତନମୂଳକ ପ୍ରଶ୍ନ ପଚାରିବା ଆବଶ୍ୟକ। ଅପସନ୍ ନମ୍ବର ଏ। ନେକ୍ସଟ ଦେଖିବା ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଏକ ଉଦ୍ଦୀପକର ସ୍ୱାଭାବିକ ପ୍ରତିକ୍ରିୟା ଏକ ବିକଳ୍ପ ଉଦ୍ଦୀପକ ସହ ଅନୁବନ୍ଧିତ କରାଯାଇପାରିବ। ତ ଏଇଟା ଗୋଟେ କେଉଁ ଶିକ୍ଷଣ ତତ୍ତ୍ୱ ସହ ସମ୍ପର୍କିତ? ଅନ୍ତର୍ଦୃଷ୍ଟି, ନା ଯାନ୍ତ୍ରିକ ଅନୁବନ୍ଧ, ନା ସାକ୍ଷେପ ପ୍ରତିବର୍ତ୍ତ, ନା ପ୍ରଯତ୍ନ ପ୍ରମାଦ? ଏଇଟା ହେଉଛି ପିଲାମାନେ ସାକ୍ଷେପ ପ୍ରତିବର୍ତ୍ତ ତତ୍ତ୍ୱ ସହ ସମ୍ପର୍କିତ। ଅପସନ୍ ନମ୍ବର ସି। ନେକ୍ସଟ ଦେଖିବା କେଉଁଟି ଭୁଲ? ନିମ୍ନଲିଖିତ ମଧ୍ୟରୁ କେଉଁଟି ଭୁଲ? ଅପସନ୍ ଏ ଦେଇଛି ବିକାଶ ବ୍ୟକ୍ତି କୈନ୍ଦ୍ରିକ ଅଟେ। ତ ଏଇଟା ଠିକ୍ ଅଛି ପିଲାମାନେ। ବିରେ ଦେଇଛି ପରିପକ୍ୱନରେ ବିକାଶର ଅନ୍ତ ଘଟେ ନାହିଁ। ତ ଏଇଟା ମଧ୍ୟ ଠିକ୍ ଅଛି। ସିରେ ଦେଖନ୍ତୁ ବିକାଶ ଏକ ଜୀବନବ୍ୟାପୀ ପ୍ରକ୍ରିୟା। ତ ଏଇଟା ମଧ୍ୟ ଠିକ୍ ଅଛି। ତ ଅପସନ୍ ନମ୍ବର ଡି ଦେଖନ୍ତୁ ବିକାଶ ସର୍ବଦା ସମାନ ଭାବେ ଘଟିଥାଏ। ତ ଏଇଟା ଭୁଲ ଅଛି ପିଲାମାନେ। ବିକାଶ ସର୍ବଦା ସମାନ ଭାବରେ ଘଟିନଥାଏ ପିଲାମାନେ। ତ ଅପସନ୍ ନମ୍ବର ଡି ହେଇଯିବ ରାଇଟ୍ ଆନ୍ସର୍। ତ ଏଇଟା ଭୁଲ ଅଛି। ନେକ୍ସଟ ଦେଖିବା ଶିଶୁର ମାନସିକ ସ୍ୱାସ୍ଥ୍ୟ କାହା ଦ୍ୱାରା ପ୍ରଭାବିତ ହୋଇଥାଏ? ଶିଶୁର ମାନସିକ ସ୍ୱାସ୍ଥ୍ୟ କାହା ଦ୍ୱାରା ପ୍ରଭାବିତ ହୋଇଥାଏ? କାହା ଦ୍ୱାରା ପିଲାମାନେ? ପିତାମାତାଙ୍କର ଅଭିଳାଷ ଦ୍ୱାରା, ନା ଶିକ୍ଷକଙ୍କର ବ୍ୟବହାର ଦ୍ୱାରା, ନା ସହପାଠୀମାନଙ୍କର ବ୍ୟବହାର ଦ୍ୱାରା, ନା ଏ ସମସ୍ତ? କେଉଁଟା ହେବ ରାଇଟ୍ ଆନ୍ସର୍? ଏ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି, ଏ ସମସ୍ତ। ମନେ ରଖିବେ ଏ ସମସ୍ତଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ। ନେକ୍ସଟ ଦେଖିବା ପୂର୍ଣ୍ଣ ଓ ଆଂଶିକ ଧାରଣାବାଦୀ ଶିକ୍ଷଣ କେଉଁ ଶିକ୍ଷଣ ମତବାଦ ଉପରେ ପର୍ଯ୍ୟବେସିତ? ପୂର୍ଣ୍ଣ ଓ ଆଂଶିକ ଧାରଣାବାଦୀ ଶିକ୍ଷଣ କେଉଁ ଶିକ୍ଷଣ ମତବାଦ ଉପରେ ପର୍ଯ୍ୟବେସିତ? ଏଇଟା ହେଉଛି ପିଲାମାନେ ଅନ୍ତର୍ଦୃଷ୍ଟି ଶିକ୍ଷଣ ମତବାଦ ଉପରେ ପର୍ଯ୍ୟବେସିତ। ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା କେଉଁଟି ସୃଜନଶୀଳତା ବିକାଶର ସହାୟକ? ତ ଏ ଭିତରୁ ପିଲାମାନେ କେଉଁଟା ଗୋଟେ ସୃଜନଶୀଳତାର ବିକାଶର ସହାୟକ ପିଲାମାନେ? ଅପସନ୍ ଏ ଦେଇଛି 10 ଗୋଟି ମିଶ୍ରଣ କରିବା ଦେଇଛି। ବିରେ ଦେଇଛି ଗୋଟିଏ ବାକ୍ୟରେ ଥିବା ଅକ୍ଷର ଗୁଡ଼ିକ ଗଣିବା ଦେଇଛି। ସିରେ ଦେଇଛି ଖଣ୍ଡେ ଇଟାର ବିବିଧ ବ୍ୟବହାର ଲେଖିବା ଦେଇଛି। ଡି ଦେଇଛି ଗୋଟିଏ ବାକ୍ୟକୁ 10 ଥର ଲେଖିବା। ତ ରାଇଟ୍ ଆନ୍ସର୍ କେଉଁଟା ହେବ? ଏ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି, ଖଣ୍ଡେ ଇଟାର ବିବିଧ ବ୍ୟବହାର ଲେଖିବା। ଏଇଟା ହେଉଛି ପିଲାମାନେ ସୃଜନଶୀଳତାର ବିକାଶର ଏକ ସହାୟକ। ଅପସନ୍ ନମ୍ବର ସି। ନେକ୍ସଟ ଦେଖିବା ଅନ୍ତର୍ନିବେଶୀ ଶିକ୍ଷା କ'ଣ ପିଲାମାନେ? ଅନ୍ତର୍ନିବେଶୀ ଶିକ୍ଷା କ'ଣ? ଅନ୍ତର୍ନିବେଶୀ ଶିକ୍ଷା ହେଉଛି ସମସ୍ତ ଗୋଷ୍ଠୀର ଶିକ୍ଷାର୍ଥୀଙ୍କୁ ଏକତ୍ର କରି ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଶିକ୍ଷା ଦେବା। ଏଇଟା ହେଉଛି ଅନ୍ତର୍ନିବେଶୀ ଶିକ୍ଷା। ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁଟି ଶିକ୍ଷକ କୈନ୍ଦ୍ରିକ ଶିକ୍ଷାଦାନ ଶିକ୍ଷଣ ବ୍ୟବସ୍ଥା? ତ ଭିତରୁ ପିଲାମାନେ କେଉଁଟା ଗୋଟେ ଶିକ୍ଷକ କୈନ୍ଦ୍ରିକ ଶିକ୍ଷାଦାନର ଶିକ୍ଷଣ ବ୍ୟବସ୍ଥା? ଅପସନ୍ ଏ ଦେଇଛି ଶିକ୍ଷକ ଶିକ୍ଷଣ କାର୍ଯ୍ୟକୁ ତଦାରଖ କରନ୍ତି। ବିରେ ଦେଇଛି ଶିକ୍ଷାର୍ଥୀଙ୍କ ଅଭିଜ୍ଞତା ଅର୍ଜନରେ ଶିକ୍ଷକ ସହାୟକ ହୁଅନ୍ତି। ସିରେ ଦେଇଛି ଶିକ୍ଷକ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରି ବୁଝାନ୍ତି। ଡିରେ ଦେଇଛି ଶିକ୍ଷକ ଶିକ୍ଷଣ ସହାୟକ ରୂପେ କାର୍ଯ୍ୟ କରନ୍ତି। ଏ ରାଇଟ୍ ଆନ୍ସର୍ କେଉଁଟା ହେବ? ଏ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି, ଶିକ୍ଷକ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରି ବୁଝାନ୍ତି। ମନେ ରଖିବେ ଏଇଟା ହେଉଛି ଶିକ୍ଷକ କୈନ୍ଦ୍ରିକ ଶିକ୍ଷାଦାନ ଶିକ୍ଷଣ ବ୍ୟବସ୍ଥା। ଅପସନ୍ ନମ୍ବର ସି। ନେକ୍ସଟ ଦେଖିବା କେଉଁଟି ଦକ୍ଷତା ଭିତ୍ତିକ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟା ସମ୍ପର୍କିତ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ଦକ୍ଷତା ଭିତ୍ତିକ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାର ସମ୍ପର୍କ ନୁହେଁ ପିଲାମାନେ? କେଉଁଟା ନୁହେଁ? କେଉଁଟା ହେବ ରାଇଟ୍ ଆନ୍ସର୍? ଏ ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ବି, ସମସ୍ତ ଦକ୍ଷତା ଶିକ୍ଷାଦାନ ଓ ଶିକ୍ଷଣ କାର୍ଯ୍ୟକ ସଙ୍ଗେ କରାଯାଇଥାଏ। ଏଇଟା କିନ୍ତୁ ଦକ୍ଷତା ଭିତ୍ତିକ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାର
संपर्क नुहे ऑप्शन नंबर बी पिलामाने। नेक्स्ट देखिबा केउं प्रश्नर उत्तर अनुमान करी देबार संभावना सबुठारु कम थाए। केउं प्रश्नर उत्तर अनुमान करी देबार संभावना सबुठारु कम थाए पिलामाने। चारि विकल्प प्रश्न ना गोटे वाक्यर उत्तर देबा ना समापन प्रश्न ना हाँ ना प्रश्न। ए राइट आंसर जीव ऑप्शन नंबर ए चारि विकल्प प्रश्न। मन रखिबे चारि विकल्प प्रश्नर उत्तर अनुमान करी देबार सबुठारु कम थाए पिलामाने ऑप्शन नंबर ए। नेक्स्ट देखिबा गोटे पीरियड शिक्षादान शेष सोपान रे कि प्रकार प्रश्न पचारि जाइथाय पिलामाने। गोटे पीरियड शिक्षादान शेष सोपान रे कि प्रकार प्रश्न पचरा जाइथाय मन रखिबे एटा इजिबो पिलामाने गठनमूलक पिलामाने गठनमूलक प्रश्न पचरा जाइथाय ऑप्शन नंबर बी। नेक्स्ट देखिबा केउंटी पर्यवेक्षणर एक साधन नुहे तो भितर पिलामाने कोटा गोटे पर्यवेक्षणर एक साधन नुहे पिलामाने। रेटिंग स्केल देछि चेकलिस्ट देछि घटनावली विवरणी देछि कृति परीक्षण देछि कोडा राइट आंसर ए राइट आंसर जीव ऑप्शन नंबर डी कृति परीक्षण पिलामाने। कृति परीक्षण एडा होछि गोटे कौशल पिलामाने पर्यवेक्षणर एक कौशल। तो रेटिंग स्केल चेकलिस्ट घटनावली विवरणी प्रश्नगुच्छ ए सब होछि पर्यवेक्षणर एक साधन मन रखिबे। नेक्स्ट देखिबा केउं गोटे मुक्त उत्तरमूलक प्रश्न नुहे तो भितर पिलामाने कोटा गोटे मुक्त उत्तरमूलक प्रश्न नुहे पिलामाने। तो मुक्त उत्तरमूलक प्रश्न का कुआ जाय जेउ प्रश्न रखी अनेक उत्तर आसुथबो ताको हम कहबा मुक्त उत्तरमूलक प्रश्न बोली कहबा। तो भितर कोटा गोटे मुक्त उत्तरमूलक प्रश्न नुहे ऑप्शन ए देछि जलर उपकारिता लेख तो एटा होछि मुक्त उत्तरमूलक प्रश्न पिलामाने। बी देछि गोटे बाड़ी को किपरि व्यवहार करिवो बुझाओ तो एटा मध्ये गोटे मुक्त उत्तरमूलक प्रश्न। सी रे देखंतु वृक्ष दिन बेला केतोटे गैस त्याग करे तो एटा नुहे पिलामाने वृक्ष दिन बेला केतोटे गैस त्याग करे तो एटा किंतु मुक्त उत्तरमूलक प्रश्न नुहे। पत्रर कार्य वर्णना कर तो यहाँ मध्य गोटे मुक्त उत्तरमूलक प्रश्न ऑप्शन नंबर सी इज राइट आंसर। नेक्स्ट देखिबा शिक्षण शिक्षादान प्रक्रियार केउं उपादान शिक्षा मनोविज्ञान द्वारा प्रभावित। शिक्षण शिक्षादान प्रक्रियार केउं उपादान शिक्षा मनोविज्ञान द्वारा प्रभावित। शिक्षादान पद्धति ना शिक्षण अभिज्ञता ना मूल्यन ना ए समस्त। ए राइट आंसर इज ऑप्शन नंबर डी उपरोक्त समस्त पिलामाने। नेक्स्ट देखिबा केउंटी शिशुर विकास को प्रभावित करिताय तो भितर पिलामाने कोटा गोटे शिशुर विकास को प्रभावित करिताय। ऑप्शन ए देछि शिशु प्रति शिक्षक आचरण देछि बी रे देछि शिशु प्रति पितामाता आचरण देछि सी रे देछि शिशु प्रति सांगसाथी आचरण डी देछि ए समस्त। ए राइट आंसर इज ऑप्शन नंबर डी ए समस्त मन रखिबे। नेक्स्ट देखिबा शिक्षादान शिक्षण समय रे शिक्षार्थी भूल कले ता संशोधन करिबा पई शिक्षक कोन करिबा उचित पिला माने कोडा राइट आंसर ए राइट आंसर इज ऑप्शन नंबर डी परोक्ष भाव रे संशोधन करिवे मन रखिबे परोक्ष भाव रे शिक्षक संशोधन करिवे। नेक्स्ट देखिबा बौद्धिक विकासर केउं पर्यायर शिक्षार्थीर समस्या समाधानमूलक दक्षतार विकास घटिताए। बौद्धिक विकासर केउं पर्यायर शिक्षार्थीर समस्या समाधानमूलक दक्षतार विकास घटिताए। स्थूल संक्रांतिधर्मी पर्यायर ना विमूर्त संक्रांतिधर्मी पर्यायर ना संवेदी कारक ना प्राक संक्रांतिधर्मी पर्यायर मन रखिबे एटा इजिबो विमूर्त संक्रांतिधर्मी पर्यायर समस्यार समाधानमूलक दक्षतार विकास घटिताए ऑप्शन नंबर बी। नेक्स्ट देखिबा जड़े 10 वर्ष शिक्षार्थीर मानसिक बयस मध्य 10 वर्ष से केउं श्रेणीर शिक्षार्थी जड़े 10 वर्ष शिक्षार्थीर तो मानसिक बयस मध्य 10 वर्ष तो केउं श्रेणीर शिक्षार्थी हम उच्च बुद्धि ना अति निम्न बुद्धि ना स्वल्प बुद्धि ना साधारण बुद्धि एटा हिजिबो साधारण बुद्धि श्रेणीर शिक्षार्थी ऑप्शन नंबर डी